যে ଦେଓଗାଁ ଚାଉଳଠୁ ଘଟୁଥିବା ଘଟଣାକୁ ନେଇକି ଦ୍ୱନ୍ଦ୍ୱ ସୃଷ୍ଟି ହେଇଛି। ଗୋଟେ ଗୋଟେ ରୁଟ୍ ଅଛି, ଅନ୍ୟ ଗୋଟେ ଟ୍ରକ୍ ଯାଉଛି, ଚାଉଳ ଚୋରି ହେଇଛି, ଏମିତି କିଛି ଗୋଟେ ଦ୍ୱନ୍ଦ୍ୱର ବାସ୍ନା ହଉଛି। ସେଇ ଯୋଉ 16 ତାରିଖ ଦିନ ରାତିରେ ଯୋଉ କ୍ୟାପସାଇଜ ହେଇଥିଲା ଟ୍ରକଟି, ଚାଉଳ ଟ୍ରକଟି, ସେଇ ସଂକ୍ରାନ୍ତରେ ତାର ମାଲିକ ଗୋଟେ କେସ୍ ଟେ ଦେଇଛି ଏବଂ ତାର ଚାଉଳ ଚୋରି ହେଇଯାଇଛି ବୋଲି ସେ ରାସ୍ତାରୁ ଲୋକମାନେ ନେଇଯାଇଛନ୍ତି ବୋଲି ଗୋଟେ କେସ୍ ହେଇଛି। ସେ କେସ୍ ଆମର ତଦନ୍ତ କରୁଛୁ। ସେଇ ରୁଟ୍ ରେ କାହିଁକି ଆସୁଥିଲା ଚାଉଳ ବୋଲି ତାକୁ ଆମେ ଭେରିଫିକେସନ କରୁଛୁ। କାହିଁକି ଆସୁଥିଲା, ତାର ଡେଷ୍ଟିନେସନ ଯୋଉଠୁ ଆସୁଥିଲା ବିଳାସପୁର ରୋଡ ଅକଳତାରା ସେ ଗୋଟେ ମିଲ୍ ରୁ ଆସୁଥିଲା ଏବଂ ବିଶାଖାପଟନମ ଯାଉଥିଲା ବୋଲି ତାର ୱେ ବିଲ୍ ରେ ତାର ମେନସନ ଅଛି। ସେଟାକୁ ଆମେ ଭେରିଫିକେସନ କଲା ପରେ ବିଶାଖାପଟନମ ଯାଉଥିଲା କି ନା ଆମେ କହିପାରିବୁ। ରାୟପୁର ବିଶାଖାପଟନମ ଏକ୍ସପ୍ରେସ वे ଅଛି, ସେ କାହିଁକି ସିଏ ଯାହା ତାର କ୍ଲାରିଫିକେସନ ଦଉଛି କୌଣସି ବ୍ରିଜ ଦବି ଯାଇଛି ଭବାନୀପାଟଣା ରୁଟ୍ ରେ, ତେଣୁ ସେ ତାକୁ ସେପଟେ ନଉଥିଲା। ତେଣୁ ସେଇଟାକୁ ବି ଫର୍ଦର ଆମେ ଭେରିଫାଏ କଲା ପରେ ଆପଣଙ୍କୁ କହିପାରିବୁ ଯେ ନା ଆକ୍ଚୁଆଲି ଏଇ ରୁଟ୍ ରେ ଯାଉଥିଲା କି ନାହିଁ। ତାପରେ ଆଉ ଗୋଟେ ଜିନିଷ, ଯୋଗାଣ ଅଧିକାରୀ ବି ଯାଇଥିଲେ, ଆମର ଦେଓଗାଁ ଥାନା ଯାଇଥିଲେ ଭେରିଫିକେସନ କରିବାକୁ। ସେ ତାକୁ ପିଡିଏସ୍ ଚାଉଳ ନୁହଁ ବୋଲି କହୁଛନ୍ତି। ତେଣୁ ସେ କେସ୍ ରେ ଆମେ ତଦନ୍ତ ଚଲେଇଛୁ। ଗାଡି ବି ଆମ ପାଖରେ ସିଜ୍ ହେଇକି ଅଛି। ହଁ, ଦିଟା ବିଲ୍ ଅଛି, ଗୋଟେ 700 ପ୍ୟାକେଟର, ଗୋଟେ 100 ପ୍ୟାକେଟର ବିଲ୍ ଆମ ପାଖରେ ଅଛି। ନାଇଁ, ବିଲ୍ ଆପଣ ଜିଏସଟି ଅଥରିଟି ଆମେ ଲେଖିଛୁ। ଜିଏସଟି ଅଥରିଟି ତାକୁ କ୍ଲାରିଫିକେସନ ଦେବେ ଯେ ନା ଆକ୍ଚୁଆଲି ବିଲ୍ ଜେନ୍ୟୁଇନ୍ ଅର୍ ନଟ୍। ବିଲ୍ ମଧ୍ୟରେ ଯୋଉ ସଂଖ୍ୟା ଅଛି, ସଂଖ୍ୟାର ତାରତମ୍ୟ ରହୁନି, ଅନ୍ୟ ଗୋଟେ ଡେଟ୍ ନାହିଁ, କେତେ କ୍ୱିଣ୍ଟାଲ ଏଇଟା କୋଉ ସମୟରେ ବାହାରିବା ନାହିଁ। ନାଇଁ, ୟୁଏ ବିଲ୍ ଯୋଉ ଅଛି ସେ ବିଲ୍ ରେ 15 ତାରିଖ ଡେଟ୍ ପଡିଛି ଦିଟା ୱେ ବିଲ୍ ରେ। ୱେ ବିଲ୍ ନମ୍ବର ଦିଟା ଡିଫରେନ୍ସ ଅଛି, ତେଣୁ ଜିଏସଟି ଅଥରିଟି ତାକୁ କ୍ଲାରିଫାଇ କରିବେ। ନାଇଁ ବିଲ୍ ଅଛି, ତା ୟୁଏ ବିଲ୍ ଅଛି, ୟୁଏ ବିଲ୍ ରେ ଯାଉଛି। ନାଇଁ ସେ ପରମିଟ୍ ଆମକୁ ମିଳିନି, ତେଣୁ ଆମେ ଜିଏସଟି ଅଥରିଟି କି ଲେଖିଛୁ, ସିଏ ଆସିକି ତାକୁ ଭେରିଫାଇ କରିବେ। 800 ବସ୍ତା, 700 800 ବସ୍ତା।